ଆଜିର ପ୍ରଥମ ଖବର ଆସନ୍ତା କାଲିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ରତ୍ନଭଣ୍ଡାର ଭିତରେ 20 ଫୁଟ ଉଚ୍ଚର ଲୁହା ଭାର ବନ୍ଧା ଯାଇଥିବା ଡି ପ୍ଲାଷ୍ଟରିଂ ବା ଚୂନ ଛଡ଼ାଇବା କାର୍ଯ୍ୟ କରାଯାଇଥିଲା। ଅଧିକାଂଶ ଡି ପ୍ଲାଷ୍ଟରିଂ କାର୍ଯ୍ୟ ସରିଯାଇଛି। କାଲିଠୁ ଷ୍ଟୋନ୍ ବା ପଥର ମରାମତି କାର୍ଯ୍ୟ ଆରମ୍ଭ ହେବ। ଆବଶ୍ୟକ ସ୍ଥଳେ ଫାଟ ଥିବା ପଥର ପରିବର୍ତ୍ତନ ହେବ। ଡିସେମ୍ବର 25ରୁ ଭକ୍ତଙ୍କ ଗହଳିକୁ ଦେଖି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସ୍ଥଗିତ ରହିଥିଲା। ମାର୍ଗଦର୍ଶିକା ଆଧାରରେ କାଲି ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅର୍ଥାତ୍ ଅପରାହ୍ନ 12:30 ଠାରୁ ପ୍ରାୟ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମରାମତି କାମ ଚାଲିବ। ପରବର୍ତ୍ତୀ ଖବର ଭାରତୀୟ ପାଣିପାଗ କେନ୍ଦ୍ର ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ଭାବ୍ୟ ବର୍ଷାକୁ ନେଇ ନୂଆ ପୂର୍ବାନୁମାନ ଜାରି କରିଛି। ଏହି ଆକଳନ କହୁଛି ଏଥର ଜାନୁଆରୀରୁ ମାର୍ଚ୍ଚ ଭିତରେ ଉତ୍ତର ପଶ୍ଚିମ ଭାରତକୁ ଛାଡ଼ିଦେଲେ ବାକି ସବୁଠି ବର୍ଷା ସ୍ୱାଭାବିକ ଠାରୁ ଅଧିକ ରହିପାରେ। କୋହଲା ପାଗ ସହ ବର୍ଷା ହେବ ଏବଂ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପରବର୍ତ୍ତୀ ଖବର ଡବଲ ଡେକର ଇଲେକ୍ଟ୍ରିକ୍ ବସ୍ ମହାରାଷ୍ଟ୍ରରୁ ଆସି ଗୁରୁବାର ବ୍ରହ୍ମପୁରରେ ପହଞ୍ଚିଛି। ଏହି ଡବଲ ଡେକର ଡିଜାଇନରେ ଓଡ଼ିଶାର କଳା ଏବଂ ସଂସ୍କୃତି ରହିଛି। ଏହାଦ୍ୱାରା ଟ୍ୱିନ୍ ସିଟି ଏବଂ ପୁରୀରେ ଅଧିକ ଆରାମଦାୟକ ଯାତ୍ରା କରିବାକୁ ସକ୍ଷମ ହେବେ, କାରଣ ଡବଲ ଡେକର ଇଲେକ୍ଟ୍ରିକ୍ ବସ୍ ଯାତ୍ରୀମାନଙ୍କୁ ନିଜ ଗନ୍ତବ୍ୟ ସ୍ଥାନକୁ ନେଇଯିବ। ଏହି ବସ୍ ସର୍ବଭାରତରେ ପ୍ରଥମ ବୋଲି ଜଣାଯାଇଛି। ଥରେ ବିଦ୍ୟୁତ୍ ସଂଯୋଗ କଲେ ଏହା ପ୍ରାୟ 250ରୁ 300 କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ବସ୍ଟି 55 ସିଟ୍ ବିଶିଷ୍ଟ ହୋଇଥିବା ବେଳେ ଏହାର ବେଗ 45 କିଲୋମିଟର ରହିଛି। ଏହା ଶୀତତାପ ନିୟନ୍ତ୍ରିତ ବସ୍ ହୋଇଥିବା ବେଳେ ତାହା ସବୁବେଳେ ସିସିଟିଭି ନଜରରେ ରହିବ। ଏଥିସହ ଏହାର ସିଟ୍କୁ ଯାତ୍ରୀଙ୍କ ନିମନ୍ତେ ଆରାମଦାୟକ କରାଯାଇଛି। ପରବର୍ତ୍ତୀ ଖବର 450 କୋଟିର ଚିଟ୍ ଫଣ୍ଡ ଘୋଟାଲାରେ ଫସିଲେ ସୁମନ ଗିଲ୍ ଏବଂ ସାଇ ସୁଦର୍ଶନ। ଗୁଜରାଟ ପୁଲିସର ସିଆଇଡି କ୍ରାଇମ ବ୍ରାଞ୍ଚ 450 କୋଟି ଟଙ୍କାର ଚିଟ୍ ଫଣ୍ଡ ଘୋଟାଲାରେ ଭାରତୀୟ କ୍ରିକେଟର ସୁମନ ଗିଲ୍, ରାହୁଲ ତେବାତିଆ, ମହେଶ ଶର୍ମା ଏବଂ ସାଇ ସୁଦର୍ଶନଙ୍କୁ ସମନ ଜାରି କରିଛି। ପଞ୍ଜି ଯୋଜନା କିଙ୍ଗ ସ୍ପିନ୍ ଭୂପେନ୍ଦ୍ର ସିଂ ଜାଲାଙ୍କୁ ପଚରାଉଚରା ପରେ ଖେଳାଳିମାନଙ୍କୁ ସମନ ଜାରି କରାଯାଇଛି। ପରବର୍ତ୍ତୀ ଖବର ମୃତ ଚାଷୀଙ୍କ ପରିବାରକୁ 1 ଲକ୍ଷ ଟଙ୍କାର ସହାୟତା ଦେଲେ ନବୀନ। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ସାରଣା ଗାଁର ମୃତ ଚାଷୀ କୃତିଦାସ ସ୍ୱାଇଁଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ଭେଟିବା ପରେ 1 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ନବୀନ। ବାଲିକୁଦା ଏରସମା ବିଧାୟକ ମୃତକଙ୍କ ପରିବାରକୁ ଭେଟି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଲଗାଣ ବର୍ଷା ଓ ଲଘୁଚାପ ଜନିତ ବର୍ଷାରେ ସୁନାର ଫସଲ ନଷ୍ଟ ହେବା ପରେ ଚାଷୀ କୃତିଦାସ ଋଣ ସୁଝିବା ଚିନ୍ତାରେ ବେକରେ ରସି ଲଗାଇ ସୋମବାର ରାତିରେ ଆତ୍ମହତ୍ୟା କରିଥିଲେ। ଏହି ଖବର ଶୁଣି ଦୁଃଖ ପ୍ରକାଶ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ବାଲିକୁଦା ବ୍ଲକ ଅଞ୍ଚଳ ଗସ୍ତ ସମୟରେ ମୃତ ଚାଷୀଙ୍କ ଘରକୁ ଯାଇ ପରିବାରକୁ ସମବେଦନା ଜଣାଇଥିଲେ। ପରବର୍ତ୍ତୀ ଖବର ବଢ଼ିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା। ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। କାରାବରଣ କରିଥିବା ସବୁ ସ୍ୱାଧୀନତା ସଂଗ୍ରାମୀମାନଙ୍କରେ ପେନସନକୁ 10,000ରୁ 20,000 ଟଙ୍କାକୁ ବୃଦ୍ଧି କରାଯାଇଛି। କାରାବରଣ କରିନଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପେନସନକୁ 9,000ରୁ 15,000 ଟଙ୍କା ବୃଦ୍ଧି କରିଛନ୍ତି ସରକାର। ସେହିପରି ଜାତୀୟ ପେନସନ ପାଉଥିବା ସ୍ୱାଧୀନତା ସଂଗ୍ରାମୀ ପେନସନକୁ ମାସକୁ 8,000 ପରିବର୍ତ୍ତେ 10,000 ଟଙ୍କା କରିଛନ୍ତି ସରକାର। ଜରୁରୀକାଳୀନ ପରିସ୍ଥିତିରେ MIS ଆଇନରେ ଗିରଫ ହୋଇଥିବା ସଂଗ୍ରାମୀମାନଙ୍କୁ ମାସକୁ 20,000 ଟଙ୍କା ପେନସନ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର ଆମେରିକାରେ ଟ୍ରକ୍ ଚଢ଼ାଉ ଗୁଳିମାଡ଼ ଘଟଣା, ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି। ଆମେରିକାରେ ନୂଆବର୍ଷ ପାଳନ ବେଳେ ଜଘନ୍ୟ କାଣ୍ଡ। ଆମେରିକାରେ ନ୍ୟୁ ଇୟରର ସେଲିବ୍ରେସନ ମଞ୍ଜିଥିବା ଲୋକଙ୍କ ଉପରକୁ ପିକଅପ୍ ଟ୍ରକ୍ ଚଢ଼ାଇ ଆତଙ୍କ ଖେଳିଲା ରକ୍ତର ହୋଲି। ଜାଣିଶୁଣି ଭିଡ଼ ଉପରେ ଗାଡ଼ି ଚଢ଼ାଇବା ପରେ ବି ଥମିଲାନି ଉନ୍ନତ କାଣ୍ଡ। ଗାଡ଼ିରୁ ଓହ୍ଲାଇ ଆଖି ବୁଜି ଗୁଳି ଚଳାଇଥିଲେ। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି ପାଇଛି। ସେହିପରି 30ରୁ ଅଧିକ ଆହତ ହୋଇଛନ୍ତି। ପୁଲିସର ଗୁଳିରେ ନିଜେ ଆତଙ୍କୀ ବି ପ୍ରାଣ ହରାଇଛି। ପରବର୍ତ୍ତୀ ଖବର ଭୁବନେଶ୍ୱରରେ ପହଞ୍ଚିଲେ ନବନିଯୁକ୍ତ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭକାପତି। ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ପରେ ରାଜଭବନ ଯାଇ ସେଠାରୁ ପୁରୀ ଅଭିମୁଖେ ଯିବେ। ପୁରୀ ରାଜଭବନରେ ରାତ୍ରି ଯାପନ କରିବେ ନବନିଯୁକ୍ତ ରାଜ୍ୟପାଳ। କାଲି ସକାଳେ ଶାସ୍ତ୍ରୀଙ୍କ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବେ। ପରବର୍ତ୍ତୀ ଖବର ରାଜ୍ୟକୁ ଫେରିଛି ଶୀତ। ପ୍ରବଳ ଜାଳରେ ଅସ୍ତବ୍ୟସ୍ତ ଜୀବନ। କିଛି ଦିନର ବିରତି ପରେ ରାଜ୍ୟକୁ ପୁଣି ଫେରିଛି ଶୀତ। ପ୍ରବଳ ଜାଳରେ ଥରୁଛି ଓଡ଼ିଶା। ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢ଼ିଛି। ପ୍ରଭାବରେ ରାତିର ତାପମାତ୍ରା କମିଛି। ପାଖାପାଖି 3ରୁ 5 ଡିଗ୍ରୀ ପର୍ଯ୍ୟନ୍ତ କମିଛି ରାତି ତାପମାତ୍ରା।